ଜଳୁନି ସୌରଚାଳିତ ଷ୍ଟ୍ରିଟ୍ ଲାଇଟ୍। ଜୟ ଜଗନ୍ନାଥ ବନ୍ଧୁମାନେ, ଉପାନ୍ତ ଓଡ଼ିଶାରେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ। କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ପ୍ରାୟ 5 ବର୍ଷ ପୂର୍ବେ ସୌରଚାଳିତ ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଥିଲା। ରାତିରେ ଯାତାୟାତ ସମୟରେ ଲୋକେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ, ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅର୍ଥରେ ବିଭିନ୍ନ ପଞ୍ଚାୟତରେ ଆଲୋକ ବ୍ୟବସ୍ଥା କରାଯାଇଥିଲା। ଯେଉଁ ଅଞ୍ଚଳକୁ ବିଜୁଳି ପହଞ୍ଚି ପାରିନାହିଁ, ସେହି ଅଞ୍ଚଳରେ ଆଲୋକ ବ୍ୟବସ୍ଥା ଓ ବିଜୁଳି ଖର୍ଚ୍ଚ ନିୟନ୍ତ୍ରଣ ନିମନ୍ତେ ସୌରଚାଳିତ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା କରାଯାଇଥିଲା। ସେହିପରି ଯେଉଁ ଅଞ୍ଚଳରେ ବିଜୁଳି ବ୍ୟବସ୍ଥା ନାହିଁ, ସେହି ଅଞ୍ଚଳରେ ସୌରଚାଳିତ ମେସିନ୍ ଦ୍ୱାରା ବିଜୁଳି ଶକ୍ତି ଉତ୍ପନ୍ନ କରାଯାଇ ପାଣି ପମ୍ପ ମଧ୍ୟ ଚଲାଯାଇଥାଏ। ତେବେ ବର୍ତ୍ତମାନ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅର୍ଥରେ ଲଗାଯାଇଥିବା ଅଧିକାଂଶ ଷ୍ଟ୍ରିଟ୍ ଲାଇଟ୍ ଅଚଳ ହୋଇ ପଡ଼ିଥିବା ପରିଲକ୍ଷିତ ହେଉଛି। ତେଣୁ ଯୋଡ଼ା ବ୍ଲକରେ ଥିବା ବିଭିନ୍ନ ପଞ୍ଚାୟତ ରାସ୍ତା ପୁଣି ଥରେ ଅନ୍ଧକାର ହୋଇପଡ଼ିଥିବା ପରିଲକ୍ଷିତ ହେଉଛି।